এই ଦ୍ୱିତୀୟ ଇନିଂସରେ ଆପଣଙ୍କର ବିରୋଧକୁ ପ୍ରତିରୋଧ କରିବା ପାଇଁ କଣ ସଂକଳ୍ପ ଅଛି? ପ୍ରଥମେ ଆପଣଙ୍କ ଜରିଆରେ ମୁଁ ମୋ ପ୍ରିୟ ନେତା ଆମ ଦଳର ସଭାପତି ଆମ ସମସ୍ତଙ୍କର ପୂଜ୍ୟ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି, କୃତଜ୍ଞତା ଜ୍ଞାପନ କରୁଛି। ଆଜି ସିଏ ପୁଣି ଆଉଥରେ ପୁନର୍ବାର ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଆଗାମୀ ନିର୍ବାଚନରେ। ତା ସହିତ ବାସୁଦେବପୁର ଜନସାଧାରଣଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି, କୃତଜ୍ଞତା ଜ୍ଞାପନ କରିବି, କାରଣ 2019ରେ ସେ ବହୁ ସଂଖ୍ୟାରେ ମୋତେ ଆଶୀର୍ବାଦ କରିଥିଲେ ଏବଂ ମୁଁ ଜୟଯୁକ୍ତ ହୋଇଥିଲି ଏବଂ ଏ 5 ବର୍ଷ ଭିତରେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି, ବହୁତ ଆଶୀର୍ବାଦ ସ୍ନେହ ଶ୍ରଦ୍ଧା ଦେଇଛନ୍ତି। ଯାହାଙ୍କ ପାଇଁ ଯେଉଁ ବିଶ୍ୱାସ ଅଛି ସାଧାରଣ ଲୋକଙ୍କର ମୋ ପ୍ରତି, ସେ ବିଶ୍ୱାସ ପାଇଁ ମାନବର ମୁଖ୍ୟମନ୍ତ୍ରୀ ମୋତେ ପୁନର୍ବାର ପୁଣି ଆଉଥରେ ଚୟନ କରିଛନ୍ତି ଏବଂ ଯେଉଁ କଥା କହୁଥିଲେ ବିଜୁ ଜନତା ଦଳ ଏକମାତ୍ର ଦଳ ଯାହାକି ନିରନ୍ତର ଭାବରେ ସାଧାରଣ ଲୋକଙ୍କ ସହିତ ଅଛି, ସବୁବେଳେ ଚିନ୍ତା କରିଛି ଗରିବ ଖଟିଖିଆ ମଜଦୁର କରୁଥିବା ଲୋକଙ୍କ ପାଇଁ। ଅନେକ ଯୋଜନା କରିଛି ଯେଉଁଥିରେ ବହୁ ଲୋକ ଉପକାର ପାଉଛନ୍ତି, ସାହାଯ୍ୟ ପାଉଛନ୍ତି, ସହଯୋଗ ପାଉଛନ୍ତି ଏବଂ ଏବେ ବି ଲୋକଙ୍କ ମନରେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ବିଜୁ ଜନତା ଦଳର ସରକାର ପୁଣି ଆଉଥରେ ଆସିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ପୁଣି ଆଉଥରେ ମୁଖ୍ୟମନ୍ତ୍ରୀ ହେବେ ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀ ନିଶ୍ଚିତ ଭାବରେ ଜୟଯୁକ୍ତ ହେବେ ଏବଂ ଯେଉଁ ଧାରା ଚାଲିଛି ପ୍ରଗତିର, ଯେଉଁ ଧାରା ଚାଲିଛି ଉନ୍ନତିର, ବିକାଶର, ସେ ଧାରା ଆହୁରି ଆଗକୁ ବଢ଼ିବ। ଆହୁରି ସାଧାରଣ ଲୋକଙ୍କ ପାଖରେ ନୂତନ ନୂତନ ଯୋଜନା ଆସିକି ପହଞ୍ଚିବ ଏବଂ ଅନେକ ପ୍ରକଳ୍ପ, ବଡ଼ ବଡ଼ ପ୍ରକଳ୍ପ ଯାହାକି ଦୀର୍ଘ ଦିନର ସ୍ୱପ୍ନ ଥିଲା, ମୁଁ ମୋର ଏଇ 5 ବର୍ଷ କାଳ ଭିତରେ ହୁଏତ ସମ୍ପୂର୍ଣ୍ଣ 5 ବର୍ଷ ମୁଁ ପାଇନଥିଲି, ଯେହେତୁ କରୋନାରେ 2-2.5 ବର୍ଷ ଆମର ବର୍ବାଦ ହୋଇଯାଇଥିଲା। ଆମେ କୌଣସି ପ୍ରକାର ସରକାରଙ୍କ ଠାରୁ କୌଣସି ଅନୁଦାନ ଆଣିପାରିନଥିଲୁ। ଯେତିକି ସମୟ ମୋତେ ମିଳିଥିଲା ସେଥିରେ ମୁଁ ଅନେକ ପ୍ରକଳ୍ପ କରିବାରେ ସକ୍ଷମ ହେଇଛି, ବଡ଼ ବଡ଼ ପ୍ରକଳ୍ପ କରିବାକୁ ସକ୍ଷମ ହେଇଛି ଏବଂ ଲୋକଙ୍କ ମନରେ ବିଶ୍ୱାସ ଅଛି ଯେ ଆମେ ଯାହା ଯାହା ଆଉ ରହିଯାଇଛି କିଛି ସମସ୍ୟା, ତାକୁ କେବଳ ଆମେ ହିଁ ପୂରଣ କରିପାରିବୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନେତୃତ୍ୱରେ ହିଁ ପୂରଣ ହୋଇପାରିବ ଏବଂ ବିଜୁ ଜନତା ଦଳ ସରକାର ଦ୍ୱାରା ହିଁ ପୂରଣ ହୋଇପାରିବ। ଆଗକୁ ନେଇଛି, ଆମ ରାଜ୍ୟ ଆଗକୁ ଯାଇଛି, ବିକାଶ ପାଇଁ ବିଜୁ ଜନତା ଦଳ ସରକାରରେ ଅଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ। ସେଥିପାଇଁ ଏଇ ବିକାଶର ମୁଦ୍ଦା ନେଇ, ଏଇ ଉନ୍ନତି, ଏଇ ଡେଭଲପମେଣ୍ଟର ମୁଦ୍ଦା ନେଇ ଆମେ ସବୁବେଳେ ଆପଣଙ୍କର ଇଲେକ୍ସନରେ ଆସିଥାଉ ଏବଂ ଆମେ ସବୁବେଳେ ଜୟଯୁକ୍ତ ହୋଇଛୁ। ଆଗାମୀ ଦିନରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପୁଣି ବିଜୁ ଜନତା ଦଳ ସରକାର କରିବ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ବାସୁଦେବପୁରରୁ ଜିତିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। ଦେଖନ୍ତୁ, ବହୁତ ବଡ଼ ବଡ଼ ପ୍ରକଳ୍ପର ଆବଶ୍ୟକତା ଥିଲା। ବାସୁଦେବପୁରରେ ବହୁ କିଛି ଉନ୍ନତି ହୋଇଛି, ଆଗାମୀ ଦିନରେ ଆହୁରି କିଛି ଉନ୍ନତି ହେବାକୁ ବାକି ଅଛି। ଦାବି ଥିଲା ଇରମ ଶହୀଦ ପୀଠର ଉନ୍ନତିକରଣ, ଯାହାକି ଆମେ ପାଖାପାଖି 4 କୋଟି ଟଙ୍କାଠୁ ଉର୍ଦ୍ଧ୍ୱ ଅର୍ଥ ଏଇ 5 ବର୍ଷ ଭିତରେ ଆମେ ଆଣିପାରିଛୁ ଏବଂ ଗୋଟେ କମ୍ପ୍ଲିଟଲି ବିୟୁଟିଫିକେସନ ପ୍ରୋଜେକ୍ଟ ଇରମ ପାଇଁ ଦିଆଯାଇଛି, କାର୍ଯ୍ୟ ମଧ୍ୟ ହେଉଛି। ବସ୍ ଷ୍ଟାଣ୍ଡ, ଗୋଟେ ବାସୁଦେବପୁର ଗୋଟେ ଏଡ଼େ ବଡ଼ ମ୍ୟୁନିସିପାଲିଟି ହେଇଥିଲେ ମଧ୍ୟ ବସ୍ ଷ୍ଟାଣ୍ଡ ନଥିଲା। ଗୋଟେ 6 କୋଟିରୁ ଉର୍ଦ୍ଧ୍ୱ ବ୍ୟୟରେ ଗୋଟେ ନୂତନ ବସ୍ ଷ୍ଟାଣ୍ଡ ମଧ୍ୟ ତିଆରି ଚାଲିଛି। 2 ମାସ ଭିତରେ, ମାସେ ଭିତରେ ତାକୁ ମଧ୍ୟ ଉଦ୍ଘାଟନ କରାଯିବ ଏବଂ ଅନେକ ବଡ଼ ବଡ଼ କାର୍ଯ୍ୟ, ଚାରିବାଟିଆ ଯେଉଁଠି ଗାନ୍ଧୀ ଆସିଥିଲେ, ଗାନ୍ଧୀଙ୍କର ସ୍ମୃତି ଅଛି, ସେଠି ମଧ୍ୟ ଆମେ ଟୁରିଜିମ ଡିପାର୍ଟମେଣ୍ଟ ତରଫରୁ 70 ଲକ୍ଷ ଟଙ୍କାଠୁ ଉର୍ଦ୍ଧ୍ୱ ଅର୍ଥ ଆମେ ଆଣିଛୁ ସେ ପ୍ଲେସଟାକୁ ଡେଭଲପ କରିବା ପାଇଁ। ଆଉ ଯେଉଁ 2ଟି ପୋଲ ମନ୍ତେଇ ଉପରେ ସବୁବେଳେ ଲୋକ ଦାବି କରୁଥିଲେ, ଲୋକଙ୍କର ଆବଶ୍ୟକତା ଥିଲା, ଯେଉଁ ଚାରିବାଟିଆ ଘାଟ ଏବଂ କେରସାଇ ବାଲିଆପାଳ ଘାଟରେ 2ଟି ବଡ଼ ବଡ଼ ପୋଲ 100 କୋଟି ଟଙ୍କାର ମୂଲ୍ୟରେ
ତାହା ମଧ୍ୟ ଆରମ୍ଭ ହୋଇଛି ଏବଂ କାର୍ଯ୍ୟ ଚାଲିଛି। ଖୁବ୍ ଶୀଘ୍ର 1.5 ରୁ 2 ବର୍ଷ ଭିତରେ ସେ କାର୍ଯ୍ୟ ମଧ୍ୟ ସରିବ ଏବଂ ଏ ପ୍ରକାର ଅନେକ ବହୁ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପାଖାପାଖି 70 ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ହେବ ଗ୍ରାମ୍ୟ ଉନ୍ନୟନର ରାସ୍ତା ଆମେ କରିଛୁ। ପାଖାପାଖି 150 କୋଟି ଟଙ୍କାରେ PWD ରାସ୍ତା କରିଛୁ ଏବଂ ବହୁତ ପ୍ରକଳ୍ପ ଆମେ କରିଛୁ। ମ୍ୟୁନିସିପାଲିଟିକୁ ଗୋଟେ ଆଗକୁ ନେବାରେ ଏଇ 2 ବର୍ଷ ଭିତରେ ଯାହା ଯେବେଠାରୁ NAC ମ୍ୟୁନିସିପାଲିଟି ହୋଇଥିଲା ତେବେଠାରୁ ଯେତେ ପଇସା କେବେ ଖର୍ଚ୍ଚ ହୋଇନଥିଲା ବା ଅନୁଦାନ ଆସିନଥିଲା ତାର 50 ଗୁଣଠୁ ଅଧିକ ଅର୍ଥ ଆମେ ଆଣିବାକୁ ସକ୍ଷମ ହେଇଛୁ। ଆଜି ବାସୁଦେବପୁର ମ୍ୟୁନିସିପାଲିଟିରେ 100 କୋଟି ଟଙ୍କାଠୁ ଅଧିକ ଖର୍ଚ୍ଚ ହୋଇସାରିଛି। ଆଗାମୀ ଦିନରେ ଆହୁରି 100 କୋଟି ଟଙ୍କା ଆମେ ମଞ୍ଜୁର କରିକି ରଖିଛୁ, ତାହା ମଧ୍ୟ ନିର୍ବାଚନ ପରେ କାର୍ଯ୍ୟ ହେବ। ତ ବହୁତ ଡେଭଲପମେଣ୍ଟ ହେଇଛି। ଆଉ କିଛି ନିଶ୍ଚିତ ଭାବରେ ରହିଛି ସମସ୍ୟା, ଯେଉଁ କହୁଥିଲେ କୋଷ୍ଟ କ୍ୟାନାଲ ବାବଦରେ, କୋଷ୍ଟ କ୍ୟାନାଲର ରିନୋଭେସନ ଯାହାକି ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କର ଦ୍ୱାରା ହେବା ସମ୍ଭବ ନୁହଁ। କିଛି କଟକଣା ଅଛି କେନ୍ଦ୍ର ସରକାରଙ୍କର, ତାହା ମଧ୍ୟ କେନ୍ଦ୍ର ସରକାର ଗୋଟେ ସାର୍ଟିଫାଏ କରିବା ଦରକାର ଯେ ଏଥିରେ ରାଜ୍ୟ ସରକାର ଅର୍ଥ ବିନିଯୋଗ କରିପାରିବେ ଏବଂ ୟାକୁ ରିନୋଭେଟ୍ କରିପାରିବେ। ତ ଏଇ ସବୁ ସମସ୍ୟା ଗୁଡ଼ିକ କିଛି ଅଛି, ତାକୁ ନିଶ୍ଚିତ ଭାବରେ ମୁଁ ପ୍ରାଧାନ୍ୟ ଦେଇକି ଆଗାମୀ ଯଦି ମୋତେ ସୁଯୋଗ ମିଳେ, ପୁଣି ପୁନର୍ବାର ଲୋକଙ୍କର ଆଶୀର୍ବାଦ ମିଳେ, ମୁଁ ଆଗାମୀ 5 ବର୍ଷ ଭିତରେ ପ୍ରାୟତଃ ସବୁ ସମସ୍ୟା, ଉଣାଧିକେ ସମସ୍ୟା ମୁଁ ଦୂର କରିବି ବୋଲି ମୋର ବିଶ୍ୱାସ ଅଛି।